ସାର୍ ଏବେ ଦେଖିବା ଟିକେ ରାଜ୍ୟରେ ଗରମ ଅନୁଭୂତ ହଉଛି, କୁହୁଡି ସକାଳେ ବହୁତ ଲାଗି ରହିଛି। ଆ, ତ ଶୀତ କମିଗଲାଣି, ଆଗକୁ କଣ ସ୍ଥିତି ରହିବ? ୟା ଭିତରେ ଶୀତ ଆଗକୁ ବଢିବ ନା ଗରମ ଅନୁଭୂତ ହବ? ନମସ୍କାର। ବର୍ତ୍ତମାନ ଆମର ଯୋଉ ରାଜ୍ୟର ଯଦି ବାୟୁମଣ୍ଡଳ ପରିସ୍ଥିତି ଦେଖିବେ ତାହେଲେ ଆମେ ବର୍ତ୍ତମାନ ଯୋଉ 17 ତାରିଖରୁ ଟିକେ ଶୀତରେ ଥିଲୁ, ଜାନୁଆରୀ 17ରୁ 22। ତାପରେ ଧୀରେ ଧୀରେ ବର୍ତ୍ତମାନ ପାଗରେ ପରିବର୍ତ୍ତନ ଆସୁଛି। ଆଉ ବର୍ତ୍ତମାନ ଆଜିଠୁ 28 29 ତାରିଖଠୁ ଆପଣଙ୍କର ଟିକେ ଗରମ କଣ୍ଡିସନ ରହିବ। ସର୍ବୋଚ୍ଚ ତାପମାତ୍ରା ଧୀରେ ଧୀରେ ବଢିବ, ସର୍ବନିମ୍ନ ତାପମାତ୍ରା ବଢିବ। ତାର କାରଣ ହଉଛି ଯେ ଉତ୍ତର ପଶ୍ଚିମ ଦିଗରୁ ଯୋଉ ଥଣ୍ଡା ବାୟୁ ଆସୁଥିଲା ବର୍ତ୍ତମାନ ସେ ଉତ୍ତର ପଶ୍ଚିମ ଦିଗରୁ ନ ଆସି ପଶ୍ଚିମ ଦିଗରୁ ମରୁଭୂମି ଅଞ୍ଚଳରୁ ଆସିବ। ଆଜ୍ଞା ତେଣୁ ତା ପ୍ରଭାବରେ ଆପଣ ବର୍ତ୍ତମାନ ଗୋଟେ ଗରମ କଣ୍ଡିସନରେ ରହିବେ। ଯଦିଓ ତାପମାତ୍ରା ମତେ କାହିଁ ଲାଗୁନି 40 ଉପରେ ଯିବ, କିନ୍ତୁ ପର୍ଟିକୁଲାରଲି ପଶ୍ଚିମ ଓଡିଶାରେ ମତେ ଲାଗୁଛି 35 36 ପର୍ଯ୍ୟନ୍ତ ଚାଲି ଯାଇପାରେ। ଆଜ୍ଞା ଆଉ ଏଇ ଯୋଉ ବାତାବରଣଟା ଓଡିଶା ସହିତ ଆମର ଯୋଉ ପାର୍ଶ୍ୱବର୍ତ୍ତୀ ରାଜ୍ୟ ସବୁ ଅଛନ୍ତି, କେନ୍ଦ୍ରୀୟ ଭାରତର ମହାରାଷ୍ଟ୍ର ହଉ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ କର୍ଣ୍ଣାଟକ ଆଉ ତେଲେଙ୍ଗାନା, ଏସବୁ ଅଞ୍ଚଳ ଟିକେ ଉତ୍ତପ୍ତ ହେଇକି ରହିବ। ବାୟୁର ଦିଗ ପରିବର୍ତ୍ତନ ହବାରୁ ଆଉ ଗରମ ବାୟୁ ପ୍ରବେଶ କରିଥିବାରୁ। ତାପରେ ଦ୍ୱିତୀୟ ଜିନିଷ ରହିଲା, ଏଇ ଯୋଉ ପରିସ୍ଥିତିଟା ମତେ ଲାଗୁଛି ଟିକେ ଟିକେ ଧୀରେ ଧୀରେ ବଢିବ। ଆପଣ ଯୋଉ 29 ତାରିଖରେ ଅଛନ୍ତି ଦେଖିବେ 1 ତାରିଖ ଦିନ ଆଉ ଟିକେ ବେଶୀ ଗରମ ଲାଗିବ, କାରଣ ସେ ଉତ୍ତର ଯୋଉ ପଶ୍ଚିମ ବାୟୁଟା ଟିକେ ଅଧିକା ଜୋରରେ ଗରମ ବାୟୁଟା ପ୍ରଭାବିତ ହବ। ଆଜ୍ଞା ତେଣୁ ମୋଟାମୋଟି ଏଇ ଅବସ୍ଥାଟା ମତେ ଲାଗୁଛି 5-6 ପର୍ଯ୍ୟନ୍ତ କଣ୍ଟିନ୍ୟୁ ମାନେ ବଳବତ୍ତର ରହିପାରେ। ଆଜ୍ଞା ଆଉ ତା ସହିତ ଆପଣଙ୍କର ବର୍ତ୍ତମାନ ଯୋଉ ଶୀତର ଯୋଉ ଅନୁଭୂତି, ମୁଁ କହିବି ଆମର ଯୋଉ ନଭେମ୍ବର 15 ଆରମ୍ଭ ହେଇଥିଲା 2024ରୁ, ଆଜ୍ଞା ବର୍ତ୍ତମାନ ଶୀତ ମୋଟାମୋଟି ସରିଗଲା ବୋଲି ଆମେ ଧରିବା। ମୋଷ୍ଟଲି ସକାଳ ବେଳା ଟିକେ ଆଂଶିକ ମାଇଲ୍ଡ ଶୀତ ରହିପାରେ, କିନ୍ତୁ 30-31 ପରେ ଆପଣଙ୍କ ରାତି ବି ଗରମ ରହିବ, ଦିନ ବି ଗରମ ରହିବ। ଆଜ୍ଞା ଆଉ ଟିକେ ତାତି ବାତାବରଣରେ ଆପଣ ରହିବେ। ଏବେ ଯୋଉ କୁହୁଡି ହଉଛି, କୁହୁଡି ତ ଅତ୍ୟଧିକ, ଇଏ କେତେ ଦିନ ପରେ ତ ଚାଲିବ ଏମିତି ଯୋଉ କୁହୁଡି ସକାଳେ ଦେଖିବାକୁ ମିଳୁଛି? ହଁ, କୁହୁଡିର ଯୋଉ ପ୍ରଭାବ କହିଲେ, ଯୋଉ ପର୍ଟିକୁଲାର ଆମର ଯୋଉ ଉପକୂଳବର୍ତ୍ତୀ ଅଞ୍ଚଳରେ ତା ପ୍ରଭାବଟା ଦେଖିବାକୁ ମିଳୁଛି ସକାଳ ବେଳା अर्ली मॉर्निंग रे। ତାର ମେଜର ତାର ଯୋଉ ପ୍ରାଥମିକ କାରଣଟା ରହୁଛି ଯେ ଆମର ବଙ୍ଗୋପସାଗରରେ ଗୋଟେ ଗୁରୁଚାପ କ୍ଷେତ୍ରଟା ରହୁଛି, ଆଉ ସେ ଧୀରେ ଧୀରେ ଆମର ଯୋଉ ଉପକୂଳ ଅଞ୍ଚଳକୁ ବାୟୁର ପ୍ରଭାବ ଦଉଛି। ବର୍ତ୍ତମାନ ଯଦି ଆପଣ ଦେଖିବେ କୁହୁଡି ତ ଅଲମୋଷ୍ଟ ଆମର 4-5 ଦିନ ହେଲା ଚାଲିଛି ଘନ କୁହୁଡି, କିନ୍ତୁ ମତେ ଲାଗୁଛି 1 ତାରିଖ ପରେ ପରେ କୁହୁଡିର ପ୍ରଭାବ କମିବ, କାରଣ ତାତିର ଯୋଉ ବାତାବରଣ ବଢିବ। 2 ପରେ ପରେ କୁହୁଡିର ମାତ୍ରା ଆଂଶିକ ରୂପେ ରହିପାରେ, କାରଣ ବର୍ତ୍ତମାନ କଣ ହଉଛି କି ଆପଣଙ୍କର ବାଦଲ ରହିବେନି। ବାଦଲ ନ ରହିଲେ ଯୋଉ ସୂର୍ଯ୍ୟଙ୍କର ତାପ କିରଣ ବେଶୀ ଆସିବ, ଆଉ ସେମିତି ସ୍ଥଳଭାଗଟା ବି ଟିକେ ଜଲ୍ଦି ଥଣ୍ଡା ହବ। ତେଣୁ ସେଇଥିପାଇଁ କି ସକାଳ ବେଳା କୁହୁଡିଟା ରହିବ 3 ତାରିଖ ପର୍ଯ୍ୟନ୍ତ। 3 ତାରିଖ ପରେ ପରେ 2-3 ତାରିଖ ପରେ ପରେ ଯୋଉ ଆପଣ ଘନତ୍ୱ ଦେଖୁଛନ୍ତି, ମାନେ ଯୋଉ ଦୃଶ୍ୟମାନ ଦୂରତା ବହୁତ କମି ଯାଉଛି। ତାପରେ ଧୀରେ ଧୀରେ ତା ଦେହରେ ମତେ ଲାଗୁଛି ଉନ୍ନତି ଆସିବ, କିନ୍ତୁ ନେକ୍ସଟ ଯୋଉ ଅପ ଟୁ ମତେ 2-3 ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ ସମ୍ଭାବନା ରହୁଛି, ଆଉ ସେଟା ଆଭ୍ୟନ୍ତରୀଣକୁ ବି ଲାଗୁଛି ପରିବ୍ୟାପ୍ତ ହବ 29-30 ପରେ ପରେ। ଆଜ୍ଞା, ଏଥର ତାହେଲେ କହିବାକୁ ଗଲେ ଫେବୃଆରୀ ପ୍ରଥମ ସପ୍ତାହରୁ ହିଁ ଖରାର ମାନେ ପ୍ରକୋପ ବଢି ଚାଲିବ ରାଜ୍ୟରେ। ଆଜ୍ଞା ଆଜ୍ଞା, ବର୍ତ୍ତମାନ ଆମେ ଗୋଟେ ନୂଆ ଗୋଟେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ ଏଇ ବର୍ଷ ବି ନୁହେଁ, 2024ରେ ବି ସେୟା ଥିଲା, 2023ରେ ବି ସେୟା ଥିଲା। ବେଳେ ବେଳେ କଣ ହଉଛି, ଆମର ଫେବୃଆରୀ ମାସରେ 40 ଡିଗ୍ରୀ ବି ପଳଉଥିଲା। ମତେ ଲାଗୁଛି 2023ରେ ବୋଧେ ସେଇ ଭଳିଆ ପରିସ୍ଥିତି ସୃଷ୍ଟି ହେଇଥିଲା, କିନ୍ତୁ ଏବେ ମତେ ଲାଗୁନି ଯେ 4-5 ତାରିଖ ସୁଦ୍ଧା 40 ଡିଗ୍ରୀ ପହଞ୍ଚିବ। କିନ୍ତୁ ତଥାପି ଆପଣ ଗୋଟେ ବଡ ଏରିଆ, କେବଳ ଓଡିଶା ନୁହେଁ, କେନ୍ଦ୍ରୀୟ ଭାରତ, ଦକ୍ଷିଣ ଭାରତ ଗୋଟେ ବଡ ଅଞ୍ଚଳ ଏଇ ଗରମ ପ୍ରବାହରେ ରହିବ। କେବଳ ଆପଣ ଯଦି ଉତ୍ତର ଭାରତକୁ ଛାଡିଦେବେ, ଉତ୍ତର ଭାରତରେ କାହିଁକି ପଛକୁ ପଛ ପଶ୍ଚିମା ଝଡ଼ ରହୁଛି ଆଉ ଥଣ୍ଡାର ବାୟୁର ଟିକେ ଆଂଶିକ ପ୍ରଭାବ ରହୁଛି, ସେଥିପାଇଁ ସେଇ ଅଞ୍ଚଳଟାକୁ ଛାଡିଦେଲେ ଆପଣ ଅଧିକାଂଶ ଭାରତ ବର୍ତ୍ତମାନ ତାତି କଣ୍ଡିସନରେ ରହୁଛି। ଏଇ ବର୍ଷ ଫେବୃଆରୀ ବି ଲାଗୁଛି ସେଇ ଭଳିଆ ପରିସ୍ଥିତି ଆସିବ। କିନ୍ତୁ ଯୋଉ ତାପମାତ୍ରା ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ମତେ ଲାଗୁଛି 40 ପହଞ୍ଚିବନି, କିନ୍ତୁ 35-36 ଯୋଉ ଆମର ସର୍ବୋଚ୍ଚ ତାପମାତ୍ରା ପହଞ୍ଚି ଯିବାର ପର୍ଟିକୁଲାର ଆମର ଯୋଉ ପଶ୍ଚିମ ଆଉ ଦକ୍ଷିଣ ଓଡିଶାରେ ବହୁତ ସମ୍ଭାବନା ରହୁଛି। ଏ ଭିତରେ ବର୍ଷା ହବାର ଚାନ୍ସ ନାହିଁ?
ବର୍ତ୍ତମାନ ଗୋଟେ ଲାଗୁଛି ଗୋଟେ ପଶ୍ଚିମ ଝଡ଼ର ପ୍ରଭାବ ରହିବ ପଶ୍ଚିମ ଭାରତରେ ଆଉ ଉତ୍ତର ଭାରତରେ। ତାର ଯୋଉ ସମୟ ସୀମାଟା ମତେ ଲାଗୁଛି ଆପଣ ନେଇକି ଚାଲନ୍ତୁ 3ରୁ ଯୋଉ 5-6 ସମୟ ସୀମା ରହୁଛି ଆଜ୍ଞା ସେ ସମୟ ସୀମାରେ ପଶ୍ଚିମ ଭାରତ ଯେମିତି ଆମର ରାଜସ୍ଥାନ ହେଲା, ଆମର ଦିଲ୍ଲୀ, ତାପରେ ଗୁଜୁରାଟ ଏଇ ଅଞ୍ଚଳକୁ ପ୍ରଭାବିତ କରିବ। ଆମେ ବର୍ତ୍ତମାନ ମତେ କାହିଁ ଲାଗୁନି ତା ଦେହରେ କିଛି ଉପକୃତ ହବା, କାରଣ ବର୍ତ୍ତମାନ ଆପଣ ଉତ୍ତର ପଶ୍ଚିମ ଦିଗରୁ ବି ଶୁଷ୍କ ତାତି ବାୟୁ ଆସୁଛି ଆଉ ପୂର୍ବ ଦିଗରୁ ବି ଆପଣଙ୍କର ଶୁଷ୍କ ପୂର୍ବ ଦିଗରୁ ଯୋଉ ଆମର ମଏଶ୍ଚର ଯୋଉଟା ଆମର ଲେସ୍ ଶୁଷ୍କ ବାୟୁ ବି ପୂର୍ବ ଦିଗରୁ ଆସୁଛି। ତେଣୁ ଦି ପଟେ ଆପଣଙ୍କର ଶୁଷ୍କ ବାୟୁ ଆସୁଛି, ତେଣୁ ବର୍ଷା କରାଇବାର ସମ୍ଭାବନା ବହୁତ କମ। ମତେ ଯାହା ଲାଗୁଛି ବର୍ଷା କିଛିଟା ଗୋଟେ ଆଂଶିକ କିଛିଟା ବାଦଲ ସୃଷ୍ଟି ହେଇପାରେ 10 ପରେ ପରେ, କିନ୍ତୁ ବର୍ତ୍ତମାନ ଆଟଲିଷ୍ଟ 5-6 ପର୍ଯ୍ୟନ୍ତ କିଛି ମତେ ସେମିତି ଲାଗୁନି। ଆପଣ ତାତି ଉଷୁମ କଣ୍ଡିସନ ଗୁଳିଗୁଳି ବି ରହିବ, କାରଣ ଆପଣଙ୍କର ବାୟୁମଣ୍ଡଳ ତଳ ଭାଗରେ ଯୋଉ ଆର୍ଦ୍ରତାପୂର୍ଣ୍ଣ ବାୟୁ ସମୁଦ୍ରରୁ ଆପଣଙ୍କର ଧୀରେ ଧୀରେ ତଳ ଭାଗକୁ ଆସୁଛି ଆଉ ସେଇଟା ହିଁ କୁହୁଡି କରୁଛି। ତେଣୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ବର୍ଷା ହେଇପାରିବନି, କୁହୁଡିରେ ଫର୍ମ ରହିବ। ଆପଣ ଦେଖିବେ ସନ୍ଧ୍ୟା ସମୟରେ ଟିକେ ଗୁଳୁଗୁଳି ବି ଆପଣଙ୍କୁ ଟିକେ ଅନୁଭୂତି ହବ। ତେଣୁ ଏଇ 2-3ଟା କଣ୍ଡିସନରେ ଆମେ ରହିବା 5-6 ପର୍ଯ୍ୟନ୍ତ, ତାପରେ ଲାଗୁଛି ଧୀରେ ଧୀରେ କଣ ପରିସ୍ଥିତିରେ ଉନ୍ନତି ହଉଛି ଦେଖିବା। ଆଜ୍ଞା ଧନ୍ୟବାଦ।